নমস্কার দর্শক বন্ধু, ଭାଗ୍ୟବାଣୀ ଓଡ଼ିଆ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ ଏବଂ ଆଷ୍ଟ୍ରଜୀବ ଓଡ଼ିଆର ମିଳିତ ସନ୍ଦର୍ଭରେ ଆପଣଙ୍କ 14 ଜୁଲାଇ 2026ର ଆମେ ରାଶିଫଳ ଦେଖିବା। ତ ଆଜି ଆପଣ ଦେଖିବେ ଆଜି ଆଷାଢ଼ ଅମାବାସ୍ୟା। ଆଜି ଆପଣଙ୍କର ଶ୍ରୀମନ୍ଦିରରେ ଏବଂ ପୁରୀରେ ଆପଣଙ୍କର ଶ୍ରୀଜୀଉଙ୍କର ନେତ୍ରୋତ୍ସବ ଉତ୍ସବ ଅଛି ଏବଂ ନବଯୌବନ ଦର୍ଶନ ମଧ୍ୟ ଆଜି ଅଛି। ଆଜି ଆମେ ଆପଣଙ୍କ ଦେଖିବା କି ଆପଣଙ୍କ କୋଉ କଣ ଗ୍ରହ ସ୍ଥିତି ଅଛି ଏବଂ ଆଜି ଆମେ ଦେଖିବା କି ଆପଣଙ୍କର ଶୁଭ ଅଶୁଭ ସମୟ ମଧ୍ୟ କଣ ଅଛି। ତ ଆଜି ଗୋ ରାଶି ଆପଣଙ୍କ ଗଙ୍ଗା ସ୍ନାନ ଅଛି ଏବଂ ଆଜି ଯଦି ଆମେ ଦେଖିବା ତାହେଲେ ଅମାବାସ୍ୟା ଆପଣଙ୍କ 3:36 ପର୍ଯ୍ୟନ୍ତ ଦିନ 3:36 ପର୍ଯ୍ୟନ୍ତ ରହିବ। ପୁନର୍ବସୁ ନକ୍ଷତ୍ର ଆଜି ଆପଣଙ୍କର ପ୍ରାୟତଃ ରାତ୍ର 1 ଘଣ୍ଟା ପର୍ଯ୍ୟନ୍ତ ରହିବ। ଆଜି ମିଥୁନ ଚନ୍ଦ୍ର ସନ୍ଧ୍ୟା 7:44 ପର୍ଯ୍ୟନ୍ତ ମିଥୁନ ଚନ୍ଦ୍ର ରହିବେ ଏବଂ ଆଜି ବ୍ୟାଘାତ ଯୋଗ ଅଛି ଆଉ ଚତୁଷ୍ପଦ କରଣ ଆପଣଙ୍କ ଆଜି ଦେଖାଯିବ। ଯଦି ଆମେ ଦେଖିବା ଆଜି ନିଷିଦ୍ଧ ଖାଦ୍ୟ ଆମିଷ ଖାଇବା ଆଜି ନିଷିଦ୍ଧ ଏବଂ ଆଜି ଆମେ ଦେଖିବା କି ଆପଣଙ୍କ ଶୁଭ ସମୟ କଣ ଅଛି। ଶୁଭ ସମୟ ଦେଖନ୍ତୁ, ଆପଣ ସୂର୍ଯ୍ୟୋଦୟରୁ ଆପଣଙ୍କ ଦିବା 7:44 ମଧ୍ୟରେ ଆପଣଙ୍କର ଶୁଭ ସମୟ ଅଛି। ତାପରେ ଆପଣଙ୍କ 9:20ରୁ 11:44 ମଧ୍ୟରେ ଆପଣଙ୍କ ଶୁଭ ସମୟ ଅଛି। ତାପରେ ଦିବା ଆପଣଙ୍କ 2:56ରୁ 3:44 ମଧ୍ୟରେ ଆପଣଙ୍କ ଶୁଭ ସମୟ ଅଛି। ସୂର୍ଯ୍ୟାସ୍ତ ପରେ ଆପଣଙ୍କର ରାତ୍ର 8:49ରୁ 10:25 ମଧ୍ୟରେ ଅଛି ଆପଣଙ୍କର ରହିବ। ମାହେନ୍ଦ୍ର ବେଳା ଆପଣ ମନେ ରଖନ୍ତୁ, ମାହେନ୍ଦ୍ର ବେଳା ଆପଣଙ୍କର ଦିବା 2:08 ଘଟିକାରୁ 2:56 ମଧ୍ୟରେ ଆପଣଙ୍କ ମାହେନ୍ଦ୍ର ବେଳା ଆଉ 3:44ରୁ ଆପଣଙ୍କ 4:32 ପର୍ଯ୍ୟନ୍ତ ଆପଣଙ୍କ ମାହେନ୍ଦ୍ର ବେଳା ଅଛି। ତେଣୁ ଇଏ ଥିଲା ଆପଣଙ୍କ ଶୁଭ ଅଶୁଭ ସମୟ ଏବଂ ଆଜି ଆପଣଙ୍କର ଶ୍ରୀଜୀଉଙ୍କ ନେତ୍ରୋତ୍ସବ ପାଇଁକି ଆଜି ଆପଣଙ୍କ ପ୍ରାୟତଃ ଶ୍ରୀମନ୍ଦିରରେ ମଧ୍ୟ ଆପଣଙ୍କ ଅନେକ ଉତ୍ସବ ରହୁଛି। ଆଜି ଗ୍ରହ ସ୍ଥିତି ଆପଣଙ୍କ ଅପରାହ୍ନ 4ଟା ପରେ ଆପଣଙ୍କର ଚନ୍ଦ୍ର ଗୋଚର ହବ। ଚନ୍ଦ୍ର ଆପଣଙ୍କ କର୍କଟ ରାଶିକୁ ଯିବେ। କର୍କଟ ରାଶିକୁ ଯିବା ହେତୁ ଗଜକେଶରୀ ଯୋଗ ମଧ୍ୟ ଆପଣଙ୍କର ଫର୍ମ ହବ ବା ଆପଣଙ୍କର ସୃଷ୍ଟି ହେବ। ଯେହେତୁ ଆପଣଙ୍କର ବୃହସ୍ପତି ଅଛନ୍ତି କର୍କଟ ରାଶିରେ ଏବଂ ଚନ୍ଦ୍ରଙ୍କ ଗୋଚର 4:44 ପରେ ଆପଣଙ୍କର କର୍କଟ ରାଶିକୁ ହବ। ଯଦି ଆଜି ଗ୍ରହ ସ୍ଥିତି ଦେଖିବା ତ ବିଶେଷ କରିକି ଯେମିତି ମୁଁ କହିଲି କର୍କଟ ରାଶିରେ ଆପଣଙ୍କର ଚନ୍ଦ୍ର ଗୋଚର ହବ ଏବଂ ବୃହସ୍ପତି କର୍କଟ ରାଶିରେ ଅଛନ୍ତି ଏବଂ ଆଜି ପୁଷ୍ୟା ନକ୍ଷତ୍ରରେ ସ୍ୱଗୃହୀ ଏବଂ ଶକ୍ତିଶାଳୀ ଯୋଗ ମଧ୍ୟ ରହିବ। ସୂର୍ଯ୍ୟ ଏବଂ ବୁଧ ଆପଣଙ୍କ ମିଥୁନ ରାଶିରେ ରହିବେ ଏବଂ ସିଂହ ରାଶିରେ ଆପଣଙ୍କ ଶୁକ୍ର ଏବଂ କେତୁ ରହିବେ। ମଙ୍ଗଳବାର ପାଇଁ କି ବିଶେଷ ମହା ପ୍ରତିକାର ବି କରାଯାଏ। ତ ବିଶେଷ କରିକି ହନୁମାନ ଚାଳିଶା, ଯୋଉମାନେ ହନୁମାନ ଚାଳିଶା ପାଠ କରୁଛନ୍ତି, ହନୁମାନଙ୍କ ପୂଜା କରୁଛନ୍ତି, ତାଙ୍କ ପାଇଁ କି ବହୁତ ଭଲ ଜିନିଷ। ମହାଦେବଙ୍କର ଜଳାଭିଷେକ ଆପଣ କରିପାରିବେ। ଆପଣଙ୍କ ଯେହେତୁ କର୍କଟ ରାଶିରେ ଗଜକେଶରୀ ଦୋଷ ବା ଗଜକେଶରୀ ଯୋଗ ଅଛି ଏବଂ ଯୋଉ ମାନସିକ ସନ୍ତୁଳନତା ଯାହାର ରହୁନାହିଁ, ବହୁତ ସାରା ଆପଣଙ୍କର ଟେନସନ ରହୁଛି, ତ ସେମାନେ ଶିବଲିଙ୍ଗରେ ଜଳ ବା କ୍ଷୀର ରୁଦ୍ରାଭିଷେକ ଆପଣ କରିପାରିବେ। ଆଜି ଶୁଭ ଅମାବାସ୍ୟା ଦାନ। ଆଜି ଅମାବାସ୍ୟାରେ ଆପଣ ପ୍ରାୟତଃ ଦାନ କରିବା ଉଚିତ ଏବଂ ପୂର୍ଣ୍ଣିମାରେ ମଧ୍ୟ ଦାନ କରିବା ଉଚିତ। ତ ବିଶେଷ କରିକି ଏଇ ତିଥିରେ ଆପଣ ଆଷାଢ଼ ଶୁକ୍ଳ ପ୍ରତିପଦ ତିଥିରେ ଯେତେବେଳେ ଅମାବାସ୍ୟା ଆପଣଙ୍କ ପ୍ରାୟତଃ 3:36 ପର୍ଯ୍ୟନ୍ତ ରହୁଛି, 3:36 ଭିତରେ ଆପଣ ଦାନ କଲେ ବହୁତ ଭଲ। 3:36 ପରେ ଆପଣଙ୍କ ପ୍ରତିପଦ ପୁଣି ଆରମ୍ଭ ହେଇଯିବ। ଆମେ ଦେଖିବା ଆପଣଙ୍କ ପ୍ରତ୍ୟେକ ରାଶିର ରାଶିଫଳ। ତ ମେଷ ରାଶିର ରାଶିଫଳ କଣ ରହିବ ଆଜି ଦେଖନ୍ତୁ। ଅପରାହ୍ନ 4ଟା ପର୍ଯ୍ୟନ୍ତ, କାରଣ ଆପଣଙ୍କ ତୃତୀୟ ଚନ୍ଦ୍ର ରହିବେ ବା ଦିନ ସାରା ଆପଣ କହିପାରିବେ କି ଆପଣଙ୍କ ତୃତୀୟ ଚନ୍ଦ୍ର ରହିବେ। ଏହି ସମୟରେ ଆପଣଙ୍କ ପରାକ୍ରମ ଏବଂ ସାହସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଆପଣଙ୍କ ଯୋଉ ସହକର୍ମୀ ଅଛନ୍ତି ତାଙ୍କର ପୂର୍ଣ୍ଣ ସମର୍ଥନ ଆପଣଙ୍କୁ ମିଳିବ। କୌଣସି ନୂତନ ଯୋଜନା ଆପଣ ଆରମ୍ଭ କରିବା ପାଇଁ କି ପ୍ଲାନିଂ କରିପାରନ୍ତି। ବିଶେଷ କରିକି ସୋସିଆଲ ମିଡିଆ କିମ୍ବା ମିଡିଆ କ୍ଷେତ୍ରରେ ଯୋଉମାନେ ଅଛନ୍ତି ତାଙ୍କ ପାଇଁ କି ମଧ୍ୟ ଭଲ ରେଜଲ୍ଟ ଆସିବ ବା ଏଇ ଫିଲ୍ଡରେ ଯୋଉମାନେ କ୍ୟାରିୟର କରିଛନ୍ତି ତାଙ୍କ ପାଇଁ କି ମଧ୍ୟ ଭଲ ଭ୍ୟୁଜ ଆସିବା ବା ତାଙ୍କର ନୂତନ ଭାବେ କିଛି ତାଙ୍କ ପ୍ଲାଟଫର୍ମରେ ହେବା, ଏସବୁ ଆପଣ ଲକ୍ଷ୍ୟ କରିବେ ଏବଂ ଏ ସମୟରେ ପ୍ରାୟତଃ ଆପଣଙ୍କର ସବୁ ଯୋଜନା ପ୍ରାୟ ସଫଳତା ଆପଣଙ୍କୁ ଆଜି ଦିନରେ ମିଳିବ। ତୃତୀୟ ଭାବେ ଚନ୍ଦ୍ର ହେତୁ ଭାଇ ଭଉଣୀଙ୍କର ଆପଣଙ୍କର ସହଯୋଗ ମିଳିବ ଏବଂ ତା ସହିତ ପଡୋଶୀ କିମ୍ବା ଆପଣଙ୍କ ଯୋଉ କଲିଗ୍ସ ଅଛନ୍ତି ତାଙ୍କର ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ। ଯେହେତୁ 4ଟା ପରେ ଆପଣଙ୍କ ଚତୁର୍ଥ ଚନ୍ଦ୍ର ଯିବେ, ତ ସେଇ ସମୟରେ ଆପଣଙ୍କ ଗଜକେଶରୀ ଯୋଗ ତିଆରି ହେବ। ତ ଏହା ଦ୍ୱାରା ଆପଣଙ୍କ ପାରିବାରିକ ସୁଖ ବୃଦ୍ଧି ପାଇବ। ଆପଣଙ୍କର କମ୍ଫର୍ଟ ବା ଯୋଉ କମ୍ଫର୍ଟ ଆପଣ ଖୋଜନ୍ତି ସେ କମ୍ଫର୍ଟ ଆପଣଙ୍କୁ ମଧ୍ୟ ପ୍ରାୟତଃ ଆପଣଙ୍କୁ ମିଳିବ ଏବଂ ଯାନବାହନ କ୍ରୟର ମଧ୍ୟ ଶୁଭ ଅବସର ଆପଣଙ୍କୁ ଆଜି ମିଳିବ। ମାତ୍ର ଏହା କେବଳ ଆପଣଙ୍କର ସନ୍ଧ୍ୟା ସମୟରେ ହିଁ ହେବ, ଯୋଉଦ୍ୱାରା କି ସନ୍ଧ୍ୟା ସମୟରେ ଆପଣଙ୍କ ଏସବୁ ଜିନିଷ ଦେଖାଯିବ। ବୃଷ ରାଶି ଫଳ ଦେଖନ୍ତୁ। ବୃଷ ରାଶି ଯୋଉ ଅଛନ୍ତି 4ଟା ପୂର୍ବରୁ ଆପଣଙ୍କ ଦ୍ୱିତୀୟ ଭାବେ ଚନ୍ଦ୍ର ଯେହେତୁ ଅଛନ୍ତି, ଏହି ସମୟରେ ଆର୍ଥିକ ଉନ୍ନତି, ନୂତନ ନିବେଶ ଏସବୁ ପାଇଁ କି ଆପଣ ପ୍ଲାନିଂ କରିବେ ବା ଏସବୁ ଆପଣଙ୍କୁ ପ୍ରାୟତଃ କିଛି ମନିଟାରୀ ବା ଫାଇନାନ୍ସିଆଲି ଆପଣଙ୍କୁ କିଛି ନୂତନ ଭାବେ କରିବା ପାଇଁ କି ଆଜି ସୁଯୋଗ ମିଳିବ। ପରିବାରରେ ଆପଣଙ୍କ ଭଲ ବାତାବରଣ ରହିବ ଏବଂ ଏହି ସମୟରେ ପରିବାର ସହିତ କୁଆଡେ ଟ୍ରାଭେଲିଂ ବା କିଛି ବୁଲିଯିବା ଏସବୁ ଜିନିଷ ମଧ୍ୟ ଆପଣ ଦିନ ବେଳେ ଆଜି ରହିବ। ବିଶେଷ କରିକି ଆଜି କଥାବାର୍ତ୍ତାରେ
ସମୟରେ ଟିକେ ଇମୋସନାଲି ଆପଣ ହେଇପାରନ୍ତି ବା କିଛି କହିବା ପୂର୍ବରୁ ଟିକେ ଇମୋସନାଲ ନେଚର ଆପଣ ରହିବେ। ତା ସହିତ ଦିନ ଯେତେବେଳେ ଆପଣଙ୍କ 4ଟା ହେଇଯିବ 4ଟା ପରେ ଆପଣଙ୍କୁ ତୃତୀୟ ଭାବେ ଯେହେତୁ ଚନ୍ଦ୍ର ଯିବେ ତ ଏଇ ସମୟରେ ପ୍ରାୟତଃ ଭାତୃ ସୁଖ ମିଳିବ, ସାମାଜିକ ପ୍ରତିଷ୍ଠା ଆପଣଙ୍କ ବୃଦ୍ଧି ପାଇବ ଏବଂ ଯୋଉ ବ୍ୟବସାୟ ଆପଣ କରୁଛନ୍ତି ବ୍ୟବସାୟରୁ ଆପଣଙ୍କ ଲାଭ ମିଳିବା, ଆର୍ଥିକ କ୍ଷେତ୍ରରେ ମଧ୍ୟ ଲାଭ ମିଳିବା ଏସବୁ ଜିନିଷ ଆପଣ ଦେଖିବେ କି ଆପଣଙ୍କ ବୃଷ ରାଶିରେ ଅପରାହ୍ନ 4ଟା ପରେ ବା ସନ୍ଧ୍ୟା ସମୟରେ ଆପଣ ଏସବୁ ଦେଖିବାକୁ ପାଇବେ। ଏ ଥିଲା ଆପଣଙ୍କ ବୃଷ ରାଶିର ରାଶିଫଳ। ମିଥୁନ ରାଶି ଦେଖନ୍ତୁ ଆପଣଙ୍କ ଯେହେତୁ ଚନ୍ଦ୍ର ସୂର୍ଯ୍ୟ ଏବଂ ବୁଧ ଆପଣଙ୍କ ପ୍ରଭାବଶାଳୀ ଯୋଗୁଁ ଆପଣଙ୍କ ରାଶିରେ ଅଛନ୍ତି, ଲଗ୍ନ ଭାବରେ ଅଛନ୍ତି। ଯେହେତୁ ଲଗ୍ନ ଭାବରେ ଆପଣଙ୍କର ସୂର୍ଯ୍ୟ ଚନ୍ଦ୍ର ବୁଧଙ୍କ ସ୍ଥିତି ଅଛି ତ ଏ ସମୟରେ ଦେଖୁଥିବେ କି ଆପଣଙ୍କୁ ପ୍ରାୟତଃ ଯୋଉ କିଛି ଦିନ ହେଲା ଆପଣଙ୍କୁ ପ୍ରାୟତଃ ମନ ପ୍ରସନ୍ନ ଆପଣଙ୍କ ଟିକେ ଥିବ। ମନ ପ୍ରସନ୍ନ ମାନେ ଯେତିକି ସବୁ ଟେନସନ ଆପଣଙ୍କ ଥିଲା ସେ ଟେନସନରୁ ଟିକେ ଆପଣ ରିଲାକ୍ସ ପାଇକି କିଛି ନୂଆ କରିବା ପାଇଁ କି ଆପଣ ଚେଷ୍ଟା କରୁଥିବେ। ଯୋଉ ଜିନିଷରେ ବାଧା ବିଘ୍ନ ଆପଣଙ୍କୁ ଆସୁଥିଲା ନିହାତି ଭାବରେ ଗୋଟେ ଦିନ ବା 2 ଦିନ ହେଲା ଆପଣଙ୍କୁ ଟିକେ ରିଲାକ୍ସେସନ ସେଥିରେ ମିଳୁଛି, ଯୋଉଥିରେ କି ଆପଣ ଯୋଉ ଭାବୁଛନ୍ତି କିଛି ଯୋଉ ପ୍ରକାର ପ୍ରୋବ୍ଲେମ ଥିଲା ସେ ପ୍ରୋବ୍ଲେମରୁ ଆପଣ କେମିତି ଆସିକି ନୂତନ ଭାବେ ଗଢିବା ପାଇଁ ଏସବୁ ଜିନିଷ ଆପଣ କରୁଛନ୍ତି। ଏଇ ସମୟରେ ଆପଣଙ୍କ ଆଜି ଦିନ ସାରା ପ୍ରାୟତଃ ଦେଖିବେ ନିଷ୍ପତ୍ତି ନେବା ଆପଣଙ୍କୁ ସହଜ ହେବ, ମାନସିକ ସ୍ପଷ୍ଟତା ଆପଣଙ୍କ ଆଜି ବଢିବ ଏବଂ ବିଶେଷ କରିକି ଆପଣ ଯେହେତୁ ଆପଣଙ୍କର ବୁଧ ମଧ୍ୟ ଅଛନ୍ତି ଲଗ୍ନ ଭାବରେ, ଖାଲି ଗୋଟେ ଦିନ ପାଇଁ ବି ନୁହଁ, ଯେହେତୁ ବୁଧ ପ୍ରାୟତଃ ଆପଣଙ୍କ ଏଇ ସପ୍ତାହ ସାରା ରହିବେ ତ ବିଶେଷ କରିକି ସେଥିରେ ଦେଖିବେ କି ଆପଣଙ୍କ ଯୋଉ ବାଣୀ ରିଲେଟେଡ ଆପଣଙ୍କ କିଛି ବି ଆକ୍ଟିଭିଟି କରୁଛନ୍ତି, ବିଜନେସ ରେ କିଛି ଆକ୍ଟିଭିଟି କରୁଛନ୍ତି ସେଥିରେ ମଧ୍ୟ ଆପଣଙ୍କୁ ଭଲ ରେଜଲ୍ଟ ଆସିବ। ଆଜି ଅପରାହ୍ନ 4ଟା ପରେ ବା ଆପଣଙ୍କ ସନ୍ଧ୍ୟା ସମୟରେ ଯେହେତୁ ଦ୍ୱିତୀୟ ଭାବେ ଆପଣଙ୍କର ଚନ୍ଦ୍ର ଗୋଚର ହବ ତ ବିଶେଷ କରିକି ଗଜକେଶରୀ ଯୋଗ ଯେହେତୁ ଆପଣଙ୍କ ଯୋଉ ରାଶିରେ ଆପଣଙ୍କୁ ଭଲ ପ୍ରଭାବ ଦେଖେଇବ, ଯୋଉଦ୍ୱାରା କି ଆପଣଙ୍କୁ ଅପ୍ରତ୍ୟାଶିତ ସୂତ୍ରରୁ ଧନ ଲାଭ ହବା ବା ପୂର୍ବରୁ କିଛି ରହିଥିବା ଅଟକିଥିବା ଧନ ମଧ୍ୟ ଆପଣଙ୍କୁ ମିଳିବା ଏସବୁ ଜିନିଷ ଆପଣଙ୍କୁ ଦେଖାଦେବ। ଏ ଥିଲା ମିଥୁନ ରାଶି ରାଶିଫଳ। କର୍କଟ ରାଶି ଦେଖନ୍ତୁ, କର୍କଟ ରାଶି ଆପଣଙ୍କ ଦ୍ୱାଦଶ ଭାବେ ଚନ୍ଦ୍ର ରହିବେ, ଦ୍ୱାଦଶ ଭାବେ ଏବେ ଆପଣଙ୍କର ସୂର୍ଯ୍ୟଦେବ ବି ଅଛନ୍ତି, ଦ୍ୱାଦଶ ଭାବେ ଆପଣଙ୍କର ଏବେ ବୁଧ ଦେବ ବି ଅଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ଦେଖିବା ତାହେଲେ ଆପଣଙ୍କୁ ଆଜି ଦିନଟି ଟିକେ ପ୍ରାୟ ଦିନ ସାରା ଆପଣଙ୍କ ଟିକେ ସତର୍କତା ସହିତ ଅବଲମ୍ବନ କରିବାକୁ ପଡିବ ଏବଂ ଅନାବଶ୍ୟକ ଯୋଉ ଖର୍ଚ୍ଚ ଅଛି ଖର୍ଚ୍ଚରୁ କେମିତି ଆପଣ ଦୂରେଇ ପାରିବେ ବା ଅତ୍ୟଧିକ ଯାତ୍ରା ହଉଛି ଯାତ୍ରାକୁ ଆପଣ ରୋକିପାରିବେ ତାହେଲେ ବି ବହୁତ ଭଲ କଥା। କିନ୍ତୁ ଖର୍ଚ୍ଚ ଉପରେ ଧ୍ୟାନ ରଖନ୍ତୁ, ଯାତ୍ରା ବେଳେ ଯାତ୍ରା ସମୟରେ ମଧ୍ୟ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ଏଇ ସମୟରେ ପ୍ରାୟତଃ ଯଦି କୌଣସି ଆଖି ରିଲେଟେଡ ଆପଣଙ୍କ ପ୍ରୋବ୍ଲେମ ହଉଛି ତାହେଲେ ଚେକଅପ୍ କରିନିଅନ୍ତୁ ଏବଂ ଯେହେତୁ ସୂର୍ଯ୍ୟଦେବ ମଧ୍ୟ ଆପଣଙ୍କର ଦ୍ୱାଦଶ ଭାବରେ ଅଛନ୍ତି ତ ଏଇ ସମୟରେ ଉପଦେଶ ହେଲା କି ଆପଣ ଯଦି କୌଣସି ସ୍ୱାସ୍ଥ୍ୟ ଜନିତ ଆପଣଙ୍କର ସମସ୍ୟା ଅଛି ସମସ୍ୟାକୁ ଆପଣ ଚେକଅପ୍ କରନ୍ତୁ, ଡେରି କରନ୍ତୁ ନାହିଁ, ଯଦ୍ୱାରା କି ଆପଣଙ୍କ ଯୋଉ ଯାହା ବି ସେ ସବୁ ପାଇଁ କି ଅସୁବିଧା ହେବା କଥା ସେ ସବୁ ଅସୁବିଧା ହବ ନାହିଁ। କିନ୍ତୁ ଆଜି ଦିନ ସାରା ଯେହେତୁ ଆପଣଙ୍କ ଦ୍ୱାଦଶ ରହିବେ କିନ୍ତୁ ଅପରାହ୍ନ 4ଟା ପରେ ଚନ୍ଦ୍ର ଆପଣଙ୍କର ଯେହେତୁ ସ୍ୱରାଶି ହେଇଯିବା ବା ସ୍ୱଲଗ୍ନକୁ ହେଇଯିବେ ତ ଏଇ ସମୟରେ ଆପଣଙ୍କ ଗଜକେଶରୀ ରାଜଯୋଗ ମଧ୍ୟ ଆପଣଙ୍କ ରାଶି ଫଳରେ ହେବ, ଯଦ୍ୱାରା କି ଆପଣଙ୍କ ବ୍ୟକ୍ତିତ୍ୱ ପ୍ରଭାବଶାଳୀ ହେବ, ସମାଜରେ ଆପଣଙ୍କ ମାନ ସମ୍ମାନ ଶିଖର ଛୁଇଁବ, ତା ସହିତ ଭାଗ୍ୟର ସାଥ ମଧ୍ୟ ଦେବ, ମନ ପ୍ରଫୁଲ୍ଲ ରହିବ। ଯେହେତୁ ପ୍ରଥମ ଭାବେ ଆପଣଙ୍କ ଚନ୍ଦ୍ର ବି ଯିବେ ତ ପ୍ରଥମ ଭାବେ ଚନ୍ଦ୍ର ଆପଣଙ୍କୁ ଆପଣଙ୍କ ଯୋଉ କାମ କରିବା ପାଇଁ କ୍ଷମତାକୁ ବୃଦ୍ଧି କରନ୍ତି, ଆପଣଙ୍କ ମନ ପ୍ରଫୁଲ୍ଲିତ କରନ୍ତି। କୌଣସି ନ୍ୟୁଜ ପାଇକି ଆପଣ ଯୋଉ ମାନେ ଯୋଉ ନ୍ୟୁଜ ଶୁଣିବା ପାଇଁ ଆପଣ ଚାହୁଁଥିଲେ ଯୋଉଟା କି ଆପଣଙ୍କୁ ମନ ପ୍ରସନ୍ନ କରିବ ସେଭଳି ନ୍ୟୁଜ ଆପଣଙ୍କୁ ମଧ୍ୟ ସନ୍ଧ୍ୟା ସମୟରେ ମିଳିବାର ସମ୍ଭାବନା ଆପଣଙ୍କୁ ଅଛି। ସିଂହ ରାଶି ଦେଖନ୍ତୁ, ଏକାଦଶ ଭାବେ ଆପଣଙ୍କ ଲାଭ ଭାବରେ ଚନ୍ଦ୍ରଙ୍କ ଗୋଚର ଅଛି ଏବଂ ଏକାଦଶ ଭାବେ ସୂର୍ଯ୍ୟଦେବ ଅଛନ୍ତି, ବୁଧ ଦେବ ଅଛନ୍ତି। ତେଣୁ ଆଜି ଦିନ ଯଦି ଦେଖାଯିବ ତ ଆଜି ଆପଣଙ୍କୁ ନୂତନ ସୁଯୋଗ ମିଳିବ, ଆର୍ଥିକ ଲାଭ ଆପଣଙ୍କୁ ହବ, ମିତ୍ର ଏବଂ ଯୋଉମାନେ ଆପଣଙ୍କ ସାଙ୍ଗସାଥି ଯୋଉମାନେ ଥିଲେ ତ ତାଙ୍କ ସହଯୋଗ ମିଳିବ, ତାଙ୍କ ସହିତ ଆଜି ଆପଣଙ୍କୁ ହୁଏତ କିଛି କଥାବାର୍ତ୍ତା କରିପାରନ୍ତି, ତାଙ୍କ ସହିତ ଆଜି ଆପଣଙ୍କର ଦେଖା ସାକ୍ଷାତ ହେଇପାରେ। ସନ୍ଧ୍ୟା ପରେ ଆପଣଙ୍କ ଯେହେତୁ ଦ୍ୱାଦଶ ଚନ୍ଦ୍ର ହବ ସନ୍ଧ୍ୟା ପରେ ଆପଣ ପ୍ରାୟତଃ କିଛିଟା ଖର୍ଚ୍ଚ ବା ଖର୍ଚ୍ଚାନ୍ତ କରିବା ପାଇଁ କି ଆପଣଙ୍କୁ କିଛି ଏମିତି ପରିସ୍ଥିତି ହେଇପାରେ, ଖର୍ଚ୍ଚ ଆପଣଙ୍କ ସନ୍ଧ୍ୟା ସମୟରେ ଟିକେ ବଢିବାର ସମ୍ଭାବନା ଅଛି ଏବଂ ଏହି ସମୟରେ ମଧ୍ୟ ସନ୍ଧ୍ୟା ସମୟରେ ଆପଣ ଆଧ୍ୟାତ୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ଆପଣ ବ୍ୟସ୍ତ ମଧ୍ୟ ରହିପାରନ୍ତି। ଶୋଇବା ପୂର୍ବରୁ ଯେତେବେଳେ ଆପଣ ଶୋଉଛନ୍ତି ମାନସିକ ଶାନ୍ତି ଦୂର କରିବା ପାଇଁ କି ପ୍ରାୟତଃ ଭଗବାନଙ୍କୁ ଆରାଧନା କରନ୍ତୁ। ସିଂହ ରାଶିରେ ଏବେ ବର୍ତ୍ତମାନ କେତୁଙ୍କର ଯେହେତୁ ବହୁତ ଅଧିକା ଆପଣଙ୍କର ପ୍ରଭାବ ବଢିଛି ତ ସେଇ ସମୟରେ ପ୍ରାୟତଃ ଆପଣ ଦେଖିଥିବେ ସିଂହ ରାଶି ମାନଙ୍କର ପ୍ରାୟତଃ ଆପଣଙ୍କର ବର୍ତ୍ତମାନ ମାନସିକ ସ୍ଥିତି ବହୁତ ଗମ୍ଭୀର ଅଛି ବା ଗୋଟେ ପରେ ଗୋଟେ ତାଙ୍କୁ ଟେନସନ ଆସୁଛି। ତ ଯୋଉ ମାନସିକ ସ୍ଥିତିକୁ ଭଲ ରଖିବା ପାଇଁ କି ଆପଣ ମେଡିଟେସନ କରନ୍ତୁ, ମନ୍ଦିର ଦର୍ଶନ କରନ୍ତୁ, ମନ୍ଦିରରେ
ଯାଇ କିଛି ସମୟ ବସନ୍ତୁ, ଯୋଉ ଦ୍ୱାରା କି ଆପଣଙ୍କ ଯୋଉ ମାନସିକ ଶାନ୍ତି ଆପଣଙ୍କୁ ମିଳିବ। ଏହା ଦେଖନ୍ତୁ ସବୁ ଜିନିଷ ଟେମ୍ପୋରାରୀ, ତେଣୁ ଟେମ୍ପୋରାରୀ ଜିନିଷ ଯେହେତୁ ଅଛି ତ ତାକୁ କୌଣସି ଜିନିଷକୁ ଭାବନ୍ତୁ ନାହିଁ କି ଆପଣଙ୍କ ଜୀବନରେ କଣ ଖରାପ ହବ କଣ ନ ହବ। ସବୁ ଜିନିଷ ଟେମ୍ପୋରାରୀ। ଯାହା ବି ଆଜି ଆପଣଙ୍କୁ ଅସୁବିଧାରେ ପକଉଛି, ହୁଏତ କାଲି ଆପଣଙ୍କୁ ସେ ଜିନିଷ ଏତେ ଅସୁବିଧା ନ ପକେଇକି ଆପଣଙ୍କୁ ଭଲ ରେଜଲ୍ଟ ମଧ୍ୟ ଦେବ। ତେଣୁ କିଛି ଡରିବାର ନାହିଁ, କିଛି ଭାବିବାର ନାହିଁ। ଆପଣ ନିହାତି ଭାବରେ ଆପଣଙ୍କର ଦେହର ଏବଂ ଶରୀରର ଆପଣଙ୍କର ଯତ୍ନ ନିଅନ୍ତୁ ଏବଂ ମେଡିଟେସନ ନିହାତି ଭାବରେ କରନ୍ତୁ। କନ୍ୟା ରାଶି ଫଳ ଦେଖନ୍ତୁ। କନ୍ୟା ରାଶି ଆପଣଙ୍କ ଆଜି ଦଶମ ଭାବେ ସୂର୍ଯ୍ୟ ଚନ୍ଦ୍ର ବୁଧଙ୍କ ଯୁତି ଅଛି। ତ ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ, ଚାକିରୀ କ୍ଷେତ୍ରରେ ଆପଣଙ୍କ ନୂତନ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିବ। ଯୋଉମାନେ ବରିଷ୍ଠ ଅଧିକାରୀ ଆପଣଙ୍କ ଅଛନ୍ତି, ଆପଣଙ୍କ ପ୍ରଶଂସାର ପାତ୍ର ହେବେ। କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ଆପଣଙ୍କୁ ମିଳିବ। ଦାୟିତ୍ୱ ଆପଣ ଠିକ ଭାବରେ ସମ୍ପାଦନ କରିବାରୁ ଆପଣଙ୍କୁ ପ୍ରଶଂସାର ଆପଣ ପ୍ରାୟତଃ ସମସ୍ତ ପ୍ରଶଂସାର ପାତ୍ର ହେଇପାରିବେ। ଏବଂ ଯେତେବେଳେ ସନ୍ଧ୍ୟା ହେଇଯିବ 4ଟା ପରେ ଆପଣଙ୍କ ଏକାଦଶ ଭାବେ ଯେହେତୁ ଆପଣଙ୍କ ପୁଣି ରାଜଯୋଗ ସୃଷ୍ଟି ହେବ, ତ ଅପ୍ରତ୍ୟାଶିତ ଆପଣଙ୍କୁ ଆର୍ଥିକ ଉନ୍ନତି ହେବ। ଯୋଉ କର୍ମ ଆପଣ କରିଥିଲେ, ଯୋଉଥିରେ କି ଆପଣଙ୍କୁ ପ୍ରଶଂସା ମିଳିଥିଲା, ସେଥିରୁ ମଧ୍ୟ ଆପଣଙ୍କୁ ଅନେକ ଅର୍ଥ କିମ୍ବା ଆପଣ ସମ୍ମାନ ମଧ୍ୟ ଆପଣଙ୍କୁ ମିଳିବ। ଯୋଉ ପୁରୁଣା ବିନିଯୋଗ କରିଥିଲେ, ପୁରୁଣା ବିନିଯୋଗରୁ ମଧ୍ୟ ଆପଣଙ୍କୁ ସୁଫଳ ମିଳିବ। ପରିବାର ସହିତ ଆପଣ କୌଣସି ଜାଗାକୁ ବୁଲିଯିବା, ସାଙ୍ଗସାଥି ମାନଙ୍କ ସହିତ ଆପଣଙ୍କ ଦେଖା ହେବା, ସାଙ୍ଗସାଥି ମାନଙ୍କ ସମୟ ଅତିବାହିତ କରିବା, ଏସବୁ ମଧ୍ୟ ଆପଣଙ୍କ ସନ୍ଧ୍ୟା ପରେ ହେବାର ସମ୍ଭାବନା ଅଛି। ଏବଂ ପରିବାର ବି ଆପଣଙ୍କ ଆଜି ଶାନ୍ତିମୟ ଭାବେ ଆପଣଙ୍କର ସମୟ ଅତିବାହିତ ହବ। ତୁଳା ରାଶି ନବମ ଭାବେ ଆପଣଙ୍କର ଚନ୍ଦ୍ର ଯେହେତୁ ଅଛନ୍ତି, ଭାଗ୍ୟର ସାହାଯ୍ୟ ବା ଆପଣଙ୍କ ସମ୍ପୂର୍ଣ୍ଣ ସାଥ ମିଳୁଛି। ଦୀର୍ଘ ଦିନରୁ ଯୋଉ କାମ ଆପଣଙ୍କ ଅଟକିଥିଲା, ସେ କାମ ଆଜି ଆପଣଙ୍କ ହେବାର ସମ୍ଭାବନା ଅଛି। କୌଣସି ଧାର୍ମିକ ଯୋଜନା ବା ଧାର୍ମିକ ସ୍ଥାନକୁ ବୁଲି ଯିବାର ଆପଣଙ୍କ ପ୍ରାୟତଃ ଆଜି ଆପଣଙ୍କର ସୁଯୋଗ ଆସିବ। ଆଜି ଆପଣଙ୍କ ମନ ପ୍ରଫୁଲ୍ଲ ରହିବ। ବାପାଙ୍କ ସାଥ ମିଳିବ। ବାପାଙ୍କ ସହିତ ଆପଣ ଆଜି କୁଆଡେ ବୁଲି ଯିବାର ସମ୍ଭାବନା, ବାପାଙ୍କ ସହିତ କୌଣସି ଆପଣ ଦିନ ବେଳେ ପ୍ଲାନିଂ କରିପାରନ୍ତି ବୁଲି ଯିବା ପାଇଁ କି। ଅପରାହ୍ନରେ ଯେହେତୁ ଆପଣଙ୍କ ଦଶମ ଭାବେ ଆପଣଙ୍କ ଚନ୍ଦ୍ରଙ୍କ ଗୋଚର ହବ, ଗଜକେଶରୀ ରାଜଯୋଗ ସୃଷ୍ଟି ହେବ। ତେଣୁ ଏଇ ସମୟରେ ଚାକିରୀ କ୍ଷେତ୍ରରେ ଆପଣଙ୍କ ଭଲ ରେଜଲ୍ଟ ଆସିବ, ଭଲ ଦାୟିତ୍ୱ ମିଳିବ, ପଦୋନ୍ନତି ହେବାର ମଧ୍ୟ ଆପଣଙ୍କ ଯୋଗ ଅଛି। ଏବଂ ଯଦି ଆପଣ ଚାହୁଁଥିଲେ କୋଉଠି କିଛି ଆପଣ ଟ୍ରାନ୍ସଫର କରିବା ପାଇଁ କି ବା କିଛି ଆପଣଙ୍କ ବିଶେଷ କରିକି ଆପଣଙ୍କ କର୍ମକ୍ଷେତ୍ରକୁ ନେଇକି ଯଦି ଆପଣ କିଛି ଭାବୁଥିଲେ, ତ ସେଇ ସମୟରେ ମଧ୍ୟ ଆପଣଙ୍କୁ ପ୍ରାୟତଃ ଅପରାହ୍ନ ପରେ ଏବଂ ନେକ୍ସଟ ଦିନ ମଧ୍ୟ ବା 15 ତାରିଖ ମଧ୍ୟ ଆପଣଙ୍କୁ ଭଲ ରେଜଲ୍ଟ ଆସିବ କର୍ମକ୍ଷେତ୍ରକୁ ନେଇକି। ଏବଂ ଏଇ ସମୟରେ ଦେଖିବେ କି 15 ତାରିଖ ପରେ ବା 15 ତାରିଖରେ ଆପଣ ଯୋଉ କର୍ମ ରିଲେଟେଡ ବି କରିବେ ବା ଆପଣଙ୍କର କାମ ରିଲେଟେଡ କରିବେ, ସେଥିରେ ମଧ୍ୟ ଆପଣଙ୍କୁ ଭଲ ରେଜଲ୍ଟ ଆପଣଙ୍କୁ ଆସିବ। ବିଛା ରାଶି ଦେଖନ୍ତୁ ଅଷ୍ଟମ ଭାବେ ଚନ୍ଦ୍ର ଆପଣଙ୍କ ଅଛନ୍ତି। ଦିନ ସାରା ଗାଡି ଚଲେଇଲା ବେଳେ ଧ୍ୟାନ ଦିଅନ୍ତୁ। ଯେତେବେଳେ ପ୍ରାୟତଃ ଅଷ୍ଟମ ଚନ୍ଦ୍ର ହେତୁ କିଛି ମାତ୍ରାରେ ଆପଣଙ୍କୁ ଲାଗିପାରେ କି ଆଜି ସ୍ୱାସ୍ଥ୍ୟ ଏତେ ଭଲ ନୁହଁ ବା ଆପଣଙ୍କୁ ଟିକେ ଲୋ ଫିଲ୍ ହେବା, ଏସବୁ ଜିନିଷ ଆପଣଙ୍କ ଦିନ ସାରା ଦେଖାଦେବ। ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଯେତେବେଳେ କରୁଛନ୍ତି, ସେଥିରେ ଆପଣ ପ୍ରାୟତଃ ଚେଷ୍ଟା କରନ୍ତୁ ଏ ଗୁରୁତ୍ୱପୂର୍ଣ୍ଣ କାମକୁ କେମିତି ଭାବେ ଠିକ ଭାବେ କରିବାକୁ ପଡିବ। ସାବଧାନତା ଅବଲମ୍ବନ କରନ୍ତୁ ଏବଂ ଯେତେବେଳେ କଥାବାର୍ତ୍ତା ବି କରୁଛନ୍ତି, ସେଥିରେ ସଂଯମତା ଆପଣ ଆଣନ୍ତୁ। ଏବଂ ଯେହେତୁ ଅଷ୍ଟମ ଭାବେ ଚନ୍ଦ୍ର ବି ଅଛନ୍ତି, ତ এই ସମୟରେ ପ୍ରାୟତଃ ଆପଣଙ୍କୁ ଅଷ୍ଟମ ଚନ୍ଦ୍ର ହେତୁ ବା କୌଣସି ଗୁପ୍ତ ଜିନିଷ ବି ଆପଣଙ୍କୁ ଜାଣିବାକୁ ମିଳିବ ବା କିଛି ସିକ୍ରେଟ ମଧ୍ୟ ଆପଣ କାହାର ଆଜି ଜାଣିବା ପାଇଁ ମଧ୍ୟ ଆପଣଙ୍କୁ ସୁଯୋଗ ଆପଣଙ୍କୁ ଆସିବ। ଅପରାହ୍ନ 4ଟା ପରେ କିନ୍ତୁ ନବମ ସ୍ଥାନରେ ଆପଣଙ୍କ ଚନ୍ଦ୍ରଦେବ ଗୋଚର ହବ। ତେଣୁ ନବମ ଆପଣଙ୍କ ଭାଗ୍ୟ ସ୍ଥାନରେ ହେବା ଯୋଗୁଁ ତ ସନ୍ଧ୍ୟା ପରେ ଆପଣଙ୍କ ଯୋଉ ମାନସିକ ବାଧା ଥିଲା, ଚିନ୍ତା ଥିଲା, ଏସବୁ ଜିନିଷ ହଟିଯିବ। ଆପଣଙ୍କୁ ଭଲ ରେଜଲ୍ଟ ଆସିବା ଷ୍ଟାର୍ଟ ହେଇଯିବ ଏବଂ ବିଶେଷ କରିକି ଭାଗ୍ୟର ଆପଣଙ୍କୁ ଚମତ୍କାର ଫଳ ବା ଭଲ ଫଳ ଆପଣଙ୍କୁ ସନ୍ଧ୍ୟା ପରେ ହିଁ ଆପଣଙ୍କୁ ମିଳିବ। ଧନୁରାଶି ଦେଖନ୍ତୁ ସପ୍ତମ ଚନ୍ଦ୍ର ଆପଣଙ୍କ ଦେଖାଯିବ। ବିଶେଷ କରିକି ସପ୍ତମ ଚନ୍ଦ୍ର ହେତୁ ଦିନ ସାରା ଆପଣ ଦାମ୍ପତ୍ୟ ଜୀବନ ଖୁସିମୟ ହବ। କୌଣସି ପାର୍ଟନରସିପ ରିଲେଟେଡ ଆକ୍ଟିଭିଟି କରୁଥିଲେ, କୌଣସି ବିଜନେସ ରିଲେଟେଡ ଆକ୍ଟିଭିଟି କରୁଥିଲେ, ସେଥିରେ ମଧ୍ୟ ଆପଣଙ୍କୁ ଭଲ ରେଜଲ୍ଟ ଆସିବ। କୌଣସି ନୂତନ ବ୍ୟବସାୟ ପାଇଁ କି ଆପଣ ପ୍ଲାନିଂ କରିପାରନ୍ତି, ବ୍ୟବସାୟ ରିଲେଟେଡ କିଛି ଆକ୍ଟିଭିଟି କରିବା ପାଇଁ ମଧ୍ୟ ଆପଣଙ୍କୁ ଆଜି ଦେଖାଯିବ। ତ ଆଜି ଚନ୍ଦ୍ର ସପ୍ତମ ଥିବା ହେତୁ ମାନସିକ ଭାବେ ଆପଣଙ୍କୁ ମଧ୍ୟ ଶାନ୍ତି ମିଳିବ। ଏବଂ ସନ୍ଧ୍ୟା ପରେ ଆପଣଙ୍କ ଅଷ୍ଟମ ଚନ୍ଦ୍ର ହେତୁ ଗୁରୁ ଚନ୍ଦ୍ରଙ୍କ ଯୋଗୁଁ ଆପଣଙ୍କୁ ଦେଖାଯିବ। ଅଷ୍ଟମ ଚନ୍ଦ୍ର ହେତୁ ଆପଣଙ୍କ ପ୍ରାୟତଃ 14 ତାରିଖ ସନ୍ଧ୍ୟା ପରଠୁ 15 ତାରିଖ ପର୍ଯ୍ୟନ୍ତ ଟିକେ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଯୋଉମାନେ ପ୍ରାୟତଃ ଭକ୍ତି ମାର୍ଗରେ ଅଛନ୍ତି, ତ ଗୁରୁଜନ ଆଧ୍ୟାତ୍ମିକ ଶକ୍ତି ପ୍ରତି ଆପଣ ବା ପ୍ରତି ଆପଣଙ୍କର ଟିକେ ବୁଦ୍ଧି ହେବ କି ଆପଣଙ୍କୁ ପ୍ରାୟତଃ ମନ୍ଦିର ଦର୍ଶନ କରିବା କିମ୍ବା କୌଣସି ମନ୍ଦିରକୁ ବୁଲିଯିବା, ଏସବୁ ଜିନିଷ ଆପଣଙ୍କୁ ଆସିବା। ଯଦି କୌଣସି ପ୍ରକାର କଳହ ଆପଣଙ୍କ ସୃଷ୍ଟି ହଉଛି, ଅଯଥା କଳହରୁ ପୁରାପୁରି ଦୂରେଇ ରୁହନ୍ତୁ, ସେଥିରେ ପଡନ୍ତୁ ନାହିଁ। ଏବଂ ଏଇ ସମୟରେ ପ୍ରାୟତଃ 14 ତାରିଖ ସନ୍ଧ୍ୟା ପରେ 15 ତାରିଖ ଏବଂ 16 ତାରିଖ ଆପଣ ମନ୍ଦିର ଦର୍ଶନ କରିବା, ଭଗବାନଙ୍କୁ ଆରାଧନା କରିବା, ଏସବୁ ଜିନିଷ ଆପଣଙ୍କ ପାଇଁ କି ଦେଖାଯିବ ଏବଂ ଏହା ଆପଣଙ୍କ ପାଇଁ ମଧ୍ୟ ବହୁତ ଭଲ ରେଜଲ୍ଟ ଆସିବ। ତେଣୁ ଆଜି ଦିନ ସାରା ଆପଣଙ୍କ ଭଲ ଅଛି। ସନ୍ଧ୍ୟା ପରେ ଟିକେ ସତର୍କତା ଆପଣ ଅବଲମ୍ବନ କରନ୍ତୁ। ମକର ରାଶି ଷଷ୍ଠ ଚନ୍ଦ୍ର ହେତୁ ଆପଣଙ୍କ କୌଣସି ପ୍ରକାର କୋର୍ଟ କଚେରୀ ମାମଲା ଅଛି, ବିବାଦୀୟ କାର୍ଯ୍ୟ ଅଛି, ଆପଣଙ୍କ ଆଜି ବିଜୟ ହେବ। ଶତ୍ରୁମାନେ ଆପଣଙ୍କ ଆଜି ପରାଜିତ ହେବେ। ସ୍ୱାସ୍ଥ୍ୟଗତ ସମସ୍ୟାରେ ମଧ୍ୟ ଆପଣଙ୍କ ସମାଧାନ ହେବ। ଷଷ୍ଠ ଚନ୍ଦ୍ର ହେତୁ ଯଦି କୌଣସି ଲୋନ ଆପ୍ଲାଏ କରିଥିଲେ ବା କିଛି ଆପଣଙ୍କର
ବ୍ୟାଙ୍କରେ କିଛି ଆପଣଙ୍କର ଆକ୍ଟିଭିଟି ଥିଲା ତାହେଲେ ସେଥିରେ ମଧ୍ୟ ଆପଣଙ୍କୁ ଆଜି ଭଲ ରେଜଲ୍ଟ ଆସିବ। ଲୋନ୍ ସାଂସନ୍ ଆପଣଙ୍କ ହବାର ସମ୍ଭାବନା ଅଛି। ଆଜି ଆପଣଙ୍କୁ ପ୍ରାୟତଃ ଦେଖିବେ ଟିକେ ଥଣ୍ଡା ହେଲା ବା ଟିକେ ଥଣ୍ଡା ରିଲେଟେଡ୍ ବା କଫ୍ ଆଣ୍ଡ କୋଲ୍ଡ ରିଲେଟେଡ୍ ବି ଇସ୍ୟୁ ଆପଣଙ୍କୁ ଆଜି ଟିକେ ଆସିବାର ସମ୍ଭାବନା ଅଛି। ତେଣୁ ସେଥିପାଇଁ କି ଧ୍ୟାନ ଦିଅନ୍ତୁ। ଅପରାହ୍ନ 4ଟା ପରେ ଯେହେତୁ ସପ୍ତମ ଚନ୍ଦ୍ର ହବ ତ ବିଶେଷ କରିକି ଏଇ ଯୋଉ ପ୍ରୋବ୍ଲେମ ଆପଣଙ୍କ ଷଷ୍ଠ ଚନ୍ଦ୍ର ପାଇଁ ଯଦି କିଛି ହେଇଥାଏ ତାହେଲେ ଆପଣଙ୍କୁ ପ୍ରାୟତଃ ସନ୍ଧ୍ୟା ପରେ ଏସବୁ ଆପଣଙ୍କ ଠିକ୍ ଠାକ୍ ହେଇଯିବ ଏବଂ ସପ୍ତମ ଚନ୍ଦ୍ର ହେତୁ ଆପଣଙ୍କୁ ସନ୍ଧ୍ୟା ପରେ ଦାମ୍ପତ୍ୟ ଜୀବନ ଖୁସି ରହିବ। ଜୀବନ ସାଥୀଙ୍କ ସହିତ ଆପଣ କୌଣସି ଜାଗାକୁ ବୁଲି ଯିବା ପାଇଁ କି ଚେଷ୍ଟା କରିପାରନ୍ତି। ଯେହେତୁ ଚନ୍ଦ୍ର ବି ଆପଣଙ୍କର ବୃହସ୍ପତିଙ୍କ ସହିତ ରହିବେ ତ ବିଶେଷ କରିକି ଏହି ସମୟରେ ଆପଣ କୌଣସି ଧାର୍ମିକ ସ୍ଥାନକୁ ବୁଲି ଯିବା ପାଇଁ କି ଆପଣ ଚେଷ୍ଟା କରିପାରନ୍ତି। ଧାର୍ମିକ ସ୍ଥାନକୁ ବୁଲି ଯିବା ପାଇଁ ମଧ୍ୟ ଆପଣଙ୍କୁ ସୁଯୋଗ ଆପଣଙ୍କ 14 ତାରିଖ ସନ୍ଧ୍ୟା ଏବଂ 15 ତାରିଖରେ ମଧ୍ୟ ଆପଣଙ୍କୁ ଦେଖାଯିବ ଏବଂ କୌଣସି ଶୁଭ ସମ୍ପତ୍ତିର କ୍ରୟ କିମ୍ବା ଏସବୁ ଜିନିଷ କରିବାର ମଧ୍ୟ ଆପଣଙ୍କ ସୁଯୋଗ 14 ତାରିଖ ସନ୍ଧ୍ୟା ପରେ ଆସୁଛି। ତେଣୁ ଷଷ୍ଠ ଚନ୍ଦ୍ର ହେତୁ ଏବଂ ଷଷ୍ଠ ଏବଂ ସପ୍ତମ ଚନ୍ଦ୍ର ଆପଣଙ୍କ ପାଇଁ ଭଲ ରେଜଲ୍ଟ ଆସିବ। କୌଣସି ପ୍ରକାର ଡରିବାର ଆବଶ୍ୟକତା ନାହିଁ। ଆପଣଙ୍କ ପାଇଁ କି ଆଜି ଦିନଟି ଏବଂ କାଲି ଦିନଟି ବହୁତ ଭଲ ଭାବରେ କଟିବ। କୁମ୍ଭ ରାଶି ପଞ୍ଚମ ଭାବେ ଚନ୍ଦ୍ରଙ୍କ ସ୍ଥିତି ଯୋଗୁଁ ଶିକ୍ଷା, ପ୍ରେମ ଏବଂ ରଚନାତ୍ମକ କାର୍ଯ୍ୟରେ ଆପଣ ଭଲ ପରିଣାମ ମିଳିବ। ଯୋଉମାନେ ଛାତ୍ରଛାତ୍ରୀ ଅଛନ୍ତି ତାଙ୍କୁ ପରିଶ୍ରମର ଉପଯୁକ୍ତ ଫଳ ପାଇବେ ଏବଂ ଯେହେତୁ ଦିନ ସାରା ଆପଣଙ୍କ ପଞ୍ଚମ ଚନ୍ଦ୍ର ରହିବ ତ କ୍ରିଏଟିଭ ଫିଲ୍ଡରେ ଆପଣ ଭଲ କରିବେ। ପ୍ରେମ ବିଭାଗରେ ଆପଣଙ୍କୁ ଭଲ ରେଜଲ୍ଟ ଆସିବ ଏବଂ ବିଶେଷ କରିକି ପଞ୍ଚମ ଚନ୍ଦ୍ର ହେତୁ ଯୋଉମାନେ ସେୟାର ମାର୍କେଟରେ ଇନଭଲଭମେଣ୍ଟ ଅଛନ୍ତି ସେୟାର ମାର୍କେଟରେ ତାଙ୍କୁ ପ୍ରଫିଟ୍ ହେବାର ସମ୍ଭାବନା ଅଛି। ଯୋଉମାନେ ପ୍ରାୟତଃ ମ୍ୟୁଚୁଆଲ ଫଣ୍ଡ କିମ୍ବା ଏମିତି ରିଲେଟେଡ୍ ଆକ୍ଟିଭିଟିରେ ଅଛନ୍ତି ତାଙ୍କୁ ମଧ୍ୟ ଭଲ ରେଜଲ୍ଟ ଆସିବାର ସମ୍ଭାବନା ଅଛି। ଯେହେତୁ ସନ୍ଧ୍ୟା ପରେ ଆପଣଙ୍କ ଷଷ୍ଠ ଭାବେ ଚନ୍ଦ୍ର ହେବେ ଗଜକେସରୀ ଯୋଗ ଆପଣଙ୍କ ଷଷ୍ଠ ଭାବରେ ହେବ ତ ଏହି ସମୟରେ ପ୍ରାୟ ଦେଖିବେ କି ଆପଣଙ୍କୁ କୌଣସି ଯଦି ପୁରୁଣା ରୋଗ ଥିଲା ବା ପୁରୁଣା କୌଣସି ଜିନିଷ ଆପଣଙ୍କ ଥିଲା ସେଥିରୁ ଟିକେ ଆପଣଙ୍କୁ ମୁକ୍ତି ମିଳିବ। ଯୋଉମାନେ କର୍ମକ୍ଷେତ୍ରରେ ଆପଣଙ୍କ ଶତ୍ରୁ ଥିଲେ ବା କୌଣସି ପ୍ରକାର ଆପଣଙ୍କ ଏମିତି ଆକ୍ଟିଭିଟି ଥିଲା ଯୋଉଥିରେ କି ଆପଣଙ୍କର ଶତ୍ରୁ ମାନେ ବା କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଅତ୍ୟଧିକ ଅଶାନ୍ତି ମିଳୁଥିଲା ତ ପ୍ରାୟତଃ ଏସବୁ ଜିନିଷ ଆପଣଙ୍କ ଦୂରୀଭୂତ ହବ। ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି। ମୀନ ରାଶି ଦେଖନ୍ତୁ ଚତୁର୍ଥ ଭାବେ ଚନ୍ଦ୍ର ଅଛନ୍ତି ତେଣୁ ବିଶେଷ କରିକି ଚତୁର୍ଥ ଚନ୍ଦ୍ର ହେତୁ ମୀନ ରାଶିରେ ଆପଣଙ୍କୁ ଘରେ ଟିକେ ଆପଣଙ୍କୁ ଅଶାନ୍ତି ହେବାର ସମ୍ଭାବନା ଅଛି ଏବଂ ବିଶେଷ କିଛି ମନମାଳିନ୍ୟ ଆପଣଙ୍କ ଘରେ କିଛି ମାତ୍ରାରେ ଦିନ ସାରା ଦେଖିବାକୁ ମିଳିପାରେ। ମନ ଶାନ୍ତ ରଖନ୍ତୁ, କ୍ରୋଧରୁ ଆପଣ ନିବୃତ୍ତ ରୁହନ୍ତୁ। କୌଣସି ଜମିବାଡି ନିଷ୍ପତ୍ତି ଯଦି ଅଛି ଜମିବାଡି ନିଷ୍ପତ୍ତି ପ୍ରାୟତଃ ଆଜି ଦିନରେ କରନ୍ତୁ ନାହିଁ ଏବଂ ଯେହେତୁ ଆଜି ଚତୁର୍ଥ ଭାବେ ବି ଆପଣଙ୍କର ଚନ୍ଦ୍ର ରହିବେ ତ ବିଶେଷ କରିକି ଆଜି ଆପଣଙ୍କୁ ଦେଖିବେ କି ଆପଣଙ୍କୁ ଅତ୍ୟଧିକ ଘରେ ବ୍ୟସ୍ତ ରହିବା, ଅତ୍ୟଧିକ ଘରେ କାମ ବଢିଯିବା ବା ଆପଣଙ୍କ ପାଇଁ କି ଅତ୍ୟଧିକ କାମ ଆସିଯିବା ଘରେ ତ ଏସବୁ ଜିନିଷ ଆପଣଙ୍କୁ ହେଇପାରେ ଏବଂ ଯେହେତୁ ଅପରାହ୍ନ ପରେ ଆପଣଙ୍କ ଗଜକେସରୀ ରାଜଯୋଗ ଆପଣଙ୍କ ପଞ୍ଚମ ଭାବରେ ପଞ୍ଚମ ଭାବରେ ଆପଣ ସୃଷ୍ଟି ହେବ ତ ଏଥିରେ ଆପଣ ସନ୍ତାନ ସୁଖ ମିଳିବ। ଆପଣ ଯଦି କୌଣସି ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶିକ୍ଷା ପାଇଁ କି କିଛି ଆପ୍ଲାଏ କରିଥିଲେ ସେଥିରେ ମଧ୍ୟ ରେଜଲ୍ଟ ଆସିବ ଏବଂ ଅପ୍ରତ୍ୟାଶିତ ସୂତ୍ରରୁ ଆପଣଙ୍କ ଆର୍ଥିକ ବିନିଯୋଗରେ ମଧ୍ୟ ଶୁଭ ଫଳ ମିଳିବ। ତେଣୁ ଏବେ ଆପଣ 7.5 ଫେଜରେ ଚାଲୁଛନ୍ତି ତେଣୁ ବିଶେଷ କରିକି ଆପଣ ଧ୍ୟାନ ରଖନ୍ତୁ ଏଇ ସମୟରେ ଆପଣଙ୍କୁ ଷ୍ଟ୍ରଙ୍ଗ ହେବାର ଅଛି। ଆପଣଙ୍କୁ ପ୍ରତ୍ୟେକଟି ସିଚୁଏସନକୁ ଠିକ ଭାବରେ ସାମ୍ନା କରିବାର ଅଛି। ତେଣୁ ଏହା କଲେ ହିଁ ଆପଣଙ୍କ ଜୀବନ ଭିତରେ ପ୍ରାୟତଃ ଦେଖିବେ କି ଗୋଟେ ନୂତନତା ଭାବେ ଆପଣ ନିଜକୁ ଗଢି ପାରିବେ ଏବଂ ଯୋଉ ଆଗାମୀ କିଛି ଦିନ ରହିବ ଆଗାମୀ କିଛି ଦିନରେ ଆପଣ ଦେଖିବେ କି ଆପଣଙ୍କ ଯୋଉ ଯାହାବି ଆପଣ ନିଜ ଭିତରେ ତିଆରି କରୁଛନ୍ତି ସେ ସବୁ ଆପଣଙ୍କୁ ବହୁତ ହେଲ୍ପଫୁଲ ହବ ବା ଆପଣଙ୍କ ଆଗାମୀ ଜୀବନ ପାଇଁ କି ଅନେକ ସୁଖ ଏବଂ ସୁବିଧା ଆଣିଦେବ। ଆଜି ଚନ୍ଦ୍ର ସଞ୍ଚାର ରାଜଯୋଗ ସମୟ ଆପଣଙ୍କ ବିଶେଷ କରିକି ଆପଣଙ୍କ ମିଥୁନ ଚନ୍ଦ୍ର ରହିବେ ଅପନା 4ଟା ପରେ ଶୋ କରିକି ଆପଣଙ୍କୁ ରାଶିକୁ ସଞ୍ଚାର କରିବେ ଏବଂ ବିଶେଷ କରିକି ଯଦି ଆମେ ଦେଖିବା କି ଆପଣଙ୍କ ଏଇ ଥିଲା 12ଟି ରାଶିଫଳ। ଯଦି ଆପଣଙ୍କୁ ରାଶିଫଳ ଭଲ ଲାଗୁଛି ତ ନିହାତି ଭାବରେ ଆମ ଚ୍ୟାନେଲକୁ ଭାଗ୍ୟବାଣୀ ଓଡ଼ିଆ ଏବଂ ଆଷ୍ଟ୍ରୋଜୀବ ଓଡ଼ିଆକୁ ସବସ୍କ୍ରାଇବ କରିନିଅନ୍ତୁ। ଏଥିରେ ଆପଣଙ୍କ ପ୍ରାୟତଃ ସବୁ ଆମେ ରାଶିଫଳ ସହିତ ଯୋଉ ଜ୍ୟୋତିଷ ରିଲେଟେଡ୍ ଯାହା ବି ଆପଣଙ୍କର ଅଛି ତାକୁ ଆମେ ନିହାତି ଭାବରେ ଆପଣଙ୍କ ସାମ୍ନାକୁ ଆଣିବୁ। ଇଏ ଥିଲା ଆପଣଙ୍କ ସମ୍ପୂର୍ଣ୍ଣ ରାଶିଫଳ। ନମସ୍କାର, ଧନ୍ୟବାଦ ଏବଂ ଜୟ ଜଗନ୍ନାଥ।